6 ବର୍ଷର ପ୍ରେମ ସମ୍ପର୍କ 6 ଦିନ ଭିତରେ ଏମିତି ହୋଇଯିବ କେବେ ଭାବିନଥିଲେ ପ୍ରେମିକ ଜଣକ। ଏହି 6 ବର୍ଷ ଭିତରେ ପ୍ରେମିକ ଜଣକ ପ୍ରେମିକାକୁ ପାଠ ପଢ଼ାଇବାଠୁ ଚାକିରି କରିବା ପର୍ଯ୍ୟନ୍ତ ସବୁ ପ୍ରକାର ସହାୟତା କରିଆସୁଥିଲେ। ଆଉ ଆଜି ଚାକିରି ପାଇଗଲା ପରେ 6 ମିନିଟ୍ ବି ଲାଗିନଥିଲା ପ୍ରେମକୁ ଗୋଇଠା ମାରି ଆଉ କାହା ସହିତ ଫେରାର ହେବାକୁ। ହ୍ୟାଲୋ ହାଏ ନମସ୍କାର, ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ପ୍ରେମିକ ଟଙ୍କାରେ ପାଠ ପଢ଼ିଲା, ପ୍ରେମିକ ଟଙ୍କାରେ ଲିପଷ୍ଟିକ୍ ଲଗାଇଲା, ପ୍ରେମିକ ଟଙ୍କାରେ ଦାମୀ ଦାମୀ ଡ୍ରେସ୍ କିଣି ପିନ୍ଧିଲା, ପ୍ରେମିକ ଟଙ୍କାରେ ଆଗକୁ ବଢ଼ି ଚାକିରି କଲା, ଆଉ ଶେଷରେ ସେହି ପ୍ରେମିକକୁ ଗୋଇଠା ମାରି ଆଉ କାହା ହାତ ଧରି ଫେରାର ହୋଇଗଲା। ଦର୍ଶକ ବନ୍ଧୁ, ଏ ପ୍ରେମ ଥିଲା 6 ବର୍ଷର, ଏ ପ୍ରେମ ଥିଲା ଭରସାର। ଆଉ ସେହି ପ୍ରେମର ଭରସାରେ ପ୍ରେମିକ ଜଣକ ତା ପ୍ରେମିକା ପାଇଁ ସବୁ କରୁଥିଲା। ଆଶା ଥିଲା ପ୍ରେମିକାକୁ ପାଠ ପଢ଼ାଇ ଚାକିରି କରାଇବ, ଆଉ ତାପରେ ହାତରେ ଶଙ୍ଖା ମଥାରେ ସିନ୍ଦୁର ଦେଇ 7 ଜଣଙ୍କ ପାଇଁ ସାଥୀ କରି ଘରକୁ ଆଣିବ। କିନ୍ତୁ ସବୁ ଆଶା ସବୁ ସ୍ୱପ୍ନ ଯେମିତି ଗୋଟେ ମୁହୂର୍ତ୍ତରେ ପାଣି ଫଟକା ପରି ମିଳେଇଗଲା। ପ୍ରେମିକାକୁ ପାଠ ପଢ଼ାଇ ଚାକିରି କରାଇଲା ପରେ ପ୍ରେମିକା ଆଉ ଜଣକୁ ଧରି କୁଆଡ଼େ ଫେରାର ହେଇଗଲା। ଯଦି ସେତିକି କାମ କେଉଁ ପୁଅ କରିଥାନ୍ତା ଏ ସମାଜ କ'ଣ ତାକୁ ଛାଡ଼ିଥାନ୍ତା? କେତେ ଛି ଛାକର କରିନଥାନ୍ତା? କିନ୍ତୁ ସେ ବା ଝିଅ, ଝିଅମାନଙ୍କ ପ୍ରତି ସମସ୍ତଙ୍କ ହୃଦୟ ତରଳିଯାଏ, ଏଇଆ ନା? ହଁ ଆଜ୍ଞା, 6 ବର୍ଷ ଧରି କଟକ ଜିଲ୍ଲା ମାଣିଆବନ୍ଧ ମଉଳିଆ ଅଞ୍ଚଳର ଝିଅ ମମତା ସେହି ଅଞ୍ଚଳର ଅଚ୍ୟୁତ ନାମକ ଜଣେ ପୁଅକୁ ଭଲ ପାଇବାର ଅଭିନୟ କରି ବିଚରା ପ୍ରେମିକଠୁ ଲୁଟି ଚାଲିଥିଲା। ଆଉ ବିଚରା ପ୍ରେମିକ ପ୍ରେମରେ ଅନ୍ଧ ହୋଇ ପ୍ରେମିକା ମମତା ପାଇଁ କିଛି କରିଚାଲିଥିଲା। ବିଚରା ପ୍ରେମିକ କେମିତି ବା ଜାଣିବ ସେ ନିରୀହ ସୁନ୍ଦର ଚେହେରା ଭିତରେ ପ୍ରେମ ବଦଳରେ ଖାଲି ଛଳନା ଆଉ ଭଲ ପାଇବା ବଦଳରେ ଲୋଭ ଭରି ହୋଇ ରହିଛି ବୋଲି। ପ୍ରେମ ସେତେବେଳେ ସରିଗଲା ଯେତେବେଳେ ଆଉ ପ୍ରେମିକ ପାଖରୁ ପାଇବାର ଆଶା ମଉଳିଗଲା। ହଁ ଆଜ୍ଞା, ଝିଅକୁ ପାଠ ପଢ଼ାଇ ଚାକିରି କରାଇବା ପରେ ଅନ୍ୟ ଜଣକୁ ଭଲ ପାଉଥିବା ରସାନନ୍ଦ ସହିତ କୁଆଡ଼େ ଫେରାର ହୋଇଗଲା ପ୍ରେମିକା। ପ୍ରେମ ଭଳି ପବିତ୍ର ସମ୍ପର୍କକୁ କେଇଟା ଟଙ୍କା ପାଇଁ କଳୁଷିତ କରୁଥିବା ଏଇଭଳି ପ୍ରେମିକାମାନଙ୍କୁ କିଭଳି ଦଣ୍ଡ ମିଳିବା ଦରକାର କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ, ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।